ସନ୍ଧ୍ୟା ବେଳେ କ'ଣ ପାଇଁ ଗୋଡ଼ି ଗାଡ଼ି ହେଇକି ବସିଛ କ'ଣ? ଏ ପ୍ରବଳ ଶୀତ ଲାଗୁଛି, ଆଉ କ'ଣ କରିବି? ଗୋଟେ ଏମିତି ଜିନିଷ ଦିଅ ଯେମିତି ଶୀତ ଛାଡ଼ିକି ପଳେଇବ। ଆପଣ ଭାବୁଥିବେ ଏତେ ସାରା ପରିବା କ'ଣ ହେବ? ଆଜି ସ୍ୱାମୀଙ୍କର ଅର୍ଡ଼ର ଆସିଛି ଥଣ୍ଡା ଥଣ୍ଡା ପାଗରେ ଗରମ ଗରମ ସୁପ୍ କରିବା ପାଇଁ। ସେଥିପାଇଁ ମୁଁ ନେଇଯାଇଛି କୋବି, ପିଆଜ ସଣ୍ଡା, ଟମାଟୋ, ଅଦା ରସୁଣ କଟା, ଗ୍ରୀନ୍ ମଟର, କ୍ୟାପ୍ସିକମ୍। ଆପଣଙ୍କ ପାଖରେ ଯଦି ଅଲଗା କିଛି ପରିବା ଥିବ ଆପଣ ନେଇପାରିବେ। ସେଥିପାଇଁ ଆଜି ବନେଇବା ଗୋଟେ ଟେଷ୍ଟି ବାଲା ସୁପ୍। ଚାଲନ୍ତୁ ବନେଇବା। ଏମିତି ସବୁ ଟେଷ୍ଟି ରେସିପି ଦେଖିବା ପାଇଁ ଆପଣ ମୋ ଚ୍ୟାନେଲକୁ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ କମେଣ୍ଟ ଦେବେ। ଶୀତ ଦିନରେ ଗରମ ଗରମ ସୁପ୍ ତ ବନିଥାଏ, 5 ମିନିଟ୍ରେ ହେଇଯିବ ଆମର ସୁପ୍। ସେ ପୁଣି ଭେଜିସ୍ର। ଶୀତ ଦିନରେ ଯେଉଁ ଫ୍ରେଶ୍ ପରିବା, ସବୁ ପରିବାକୁ ନେଇକି ଆପଣ 2-3 ମିନିଟ୍ ଭାଜିଦେବେ। ମାତ୍ର 2ରୁ 3 ମିନିଟ୍ରେ ଆମର ରେଡ଼ି ହେଇଯିବ ସୁପ୍। ଏଠି ମୋର କର୍ଣ୍ଣ ଥିଲା, ସେଥିପାଇଁ କର୍ଣ୍ଣ ସୁପ୍ର ଗୋଟେ ପାଉଡ଼ର ଥିଲା, ମୁଁ ତାକୁ ନେଇଲି। ଆପଣ ଚାହିଁଲେ ନେବେ, ନ ଚାହିଁଲେ ନାହିଁ। ସେଥିରେ ଟିକେ ଭାଜି ସାରିଲା ପରେ ଗରମ ପାଣି ଦେଇକି ଲୁଣ ଆଉ ପାଉଡ଼ର, ସୋୟା ସସ୍ ଦେଇକି ସବୁ ଘାଣ୍ଟି ଗୁଣ୍ଡି ଦେଇକି 2-3 ମିନିଟ୍ ଫୁଟିବା ପାଇଁ ଛାଡ଼ିଯିବେ। ସେଠି ମୁଁ ଫ୍ରେଶ୍ ଧନିଆ ପତ୍ର ପକାଇ ଦେଇଛି। ୱାଃ, ବଢ଼ିଆ ବାସ୍ନା ଆସୁଥିଲା ସୁପ୍ରୁ। ଟେଷ୍ଟ ପୁରା ଜବରଦସ୍ତ ଥିଲା। ଆପଣ ବି ଟ୍ରାଏ କରନ୍ତୁ, କେମିତି ଲାଗିଲା ମୋତେ କମେଣ୍ଟରେ ଜଣାଇବେ। ରେଡ଼ି ହେଇଗଲା, ମୁଁ ଚାଲି ଏବେ ସୁପ୍ ଖାଇବା ପାଇଁ। ଆପଣ ଯଦି ଭଲ ଲାଗିଥିବ ଲାଇକ୍ ଗୋଟେ କରିଦେବେ। ଏବେ ଆମର ସୁପ୍ ହେଇଗଲା ରେଡ଼ି, ତାଙ୍କୁ ଦେବା ଆଉ ପଚାରିବା କେମିତି ହେଇଛି। ଚାଲନ୍ତୁ, ତା ଆଗରୁ ଯିବା ଆଗରୁ ଟିକେ ଟେଷ୍ଟ କରିଦେବା, କାଳେ ଲୁଣ ଫୁଣ କମି ଯାଇଥିବ। ହଁ କି ନାହିଁ? ଶୀତ ଛାଡ଼ିକି ନୁହଁ, ଉଡ଼ିକି ପଳେଇବ। ଜୟ ଜଗନ୍ନାଥ। ଦିଦି ତୁମର ରିଙ୍କି।